ଯେତେବେଳେ ଆମର ଏଇ 28 ଏପ୍ରିଲରେ ମୁକ୍ତି ଲାଭ କରିଥିଲା ସୀତା ବିବାହ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କର। ତେଣୁକରି ସେଇ ଦିନଟା ଆଜି ସମସ୍ତଙ୍କୁ ଗୋଟେ ଜାଗାରେ ଗୋଟେ ଛାତ ତଳେ ଆଣିକି ଏକତ୍ରିତ କରେଇଛି। ସେଇଟା ହିଁ ସବୁଠୁ ବଡ ଜିନିଷ, ବଡ ଖୁସିର କଥା ସେଇଟା। ବାକି ରହିଲା ଗୁରୁ ଦାୟିତ୍ୱ ଦେଇଛନ୍ତି ବୋଲି କଥା ନୁହେଁ। ମୁଁ ଯେମିତି ମୋର ପ୍ରଥମରୁ ମୁଁ କହିଲି, ଜନ୍ମଦାତ୍ରୀ ମା ପରେ ଯଦି ମତେ ଗୋଟେ ପରିଚୟ ଯଦି କିଏ ଦେଇଛି, ସେ ହଉଛି ମୋର ଆଉ ଗୋଟିଏ ମା, ସିନେମା। ତେଣୁକରି ୟାଠୁ ବଡ ଜିନିଷ ଆଉ କଣ ହେଇପାରେ। ମୋର ସୌଭାଗ୍ୟ ସେଇଟା ଯେ ଚଳଚ୍ଚିତ୍ରର ଗୋଟେ କ୍ଷୁଦ୍ରାତି କ୍ଷୁଦ୍ରତମ ଗୋଟେ ଜୀବ ଭାବରେ ମୁଁ ଆଜି ପର୍ଯ୍ୟନ୍ତ ଏଇ ମାର କୋଳରେ ଆଶ୍ରା ନେଇକି ଆଜି ପର୍ଯ୍ୟନ୍ତ ମୁଁ ବଢି ଆସିଛି। ତେଣୁକରି ନିଶ୍ଚିତ ଭାବରେ ମା ପ୍ରତି ଦାୟିତ୍ୱ ରହିଛି, ଗୁରୁ ଦାୟିତ୍ୱ ରହିଛି ମା ପ୍ରତି। ତ ତାକୁ ନିର୍ବାହ କରିବା ଦରକାର, ସମସ୍ତେ କରିବା ଦରକାର। ଏଇଟା ସମସ୍ତେ କହୁଛନ୍ତି ମୌଳିକ କାହାଣୀ କହିକି, ତ ମୁଁ ବି କହିବି ସେଇ ମୌଳିକ କାହାଣୀ। ତିନି ତୁଣ୍ଡରେ ଛେଳି କୁକୁର ବୋଲି କୁହାଯାଏ, ମୁଁ ବି କହିବି ମୌଳିକ କାହାଣୀ। ହଁ, ଆମେ ଯୋଉଟା ମୋର ସବୁବେଳେ ଗୋଟେ ଥିଲା, ଆପଣମାନଙ୍କ ପାଖରେ ବି ମୋର ଅନୁରୋଧ ଥିଲା ଯେ ଗୋଟେ କପି ଆଉ ଫଟୋ କପିର ଯୋଉ କଥା ଆସେ, ଆମେ ଦୁଇଟା ଯାକୁ ମିଶେଇ ଦଉଛେ। ଯେତେବେଳେ କାହାଣୀଟି ମୁଁ ମୋ ହିସାବରେ ପ୍ରତ୍ୟେକ ଲୋକ ଏଇଠି ଯୋଉମାନେ ବି ଏଇ ଜୀବ ଜଗତରେ ଅଛନ୍ତି, କୌଣସି ଲୋକ ଏମିତି ନାହିଁ ଯେ କି ମୁଁ ନିଜ ମନରୁ ମୁଁ ଗୋଟେ କିଛି କଥା ସୃଷ୍ଟି କରିଦେବି, ସେମିତି ହୁଏନି। ଯାହାକୁ ଆମେ ଦେଖୁ, ଯାହାକୁ ଆମେ ଶୁଣୁ, ଯାହାକୁ ଆମେ ପଢୁ, ତାରି ଭିତରୁ ହିଁ ଆମେ ଗୋଟେ କାହାଣୀକୁ ଆମେ ସୃଷ୍ଟି କରିଥାଉ। ତେଣୁକରି ପ୍ରତ୍ୟେକଟି କାହାଣୀ ସେଇଭଳି ଭାବରେ ମୌଳିକ କାହାଣୀ। ବାକି ରହିଲା ଫଟୋ କପିର କଥା, ଯୋଉଟା ମଝିରେ କିଛି ବର୍ଷ ଧରିକି ଚାଲିଥିଲା। ଯାହା ବି ଆମେ ଦେଖିଲେ ଅନ୍ୟ ଭାଷାଭାଷୀର ଚଳଚ୍ଚିତ୍ର, ତାକୁ ଠିକ ସେଭଳି ଭାବରେ ଆମେ ତାକୁ ଉପସ୍ଥାପନ କରିଦେଲୁ। ତ ଫଟୋ କପିଟା ନ ହଉ, ମୋର ଚଳଚ୍ଚିତ୍ର ଜଗତ ଭିତରେ ଏତିକି ମୋର ଅନୁରୋଧ। ଆମର ନିର୍ଦ୍ଦେଶକ ମାନଙ୍କ ପାଖରେ, କାହାଣୀକାର ମାନଙ୍କ ପାଖରେ, କଳାକାର ମାନଙ୍କ ପାଖରେ ସେତିକି ସାମର୍ଥ୍ୟ ଅଛି। ସେମାନେ ପ୍ରତ୍ୟେକ ସମୟରେ ସେମାନେ ମୌଳିକ କାହାଣୀ ଆଗରୁ ବି କରିଥିଲେ, ଏବେ ବି କରୁଛନ୍ତି। ମଝିରେ କିଛି ବର୍ଷ ପାଇଁ ଗୋଟେ ବାଟ ହୁଡ଼ି ଯାଇଥିଲେ, ତେଣୁକରି ପୁଣି ବାଟକୁ ଫେରି ଆସିଛି। ସେଥିପାଇଁ ମୋର ଆତ୍ମସନ୍ତୋଷ ଏବଂ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଉଛି।